800 ଟଙ୍କାର 7 ବର୍ଷର ସମୂଳ ସୁଧ 5 ବର୍ଷର ସମୂଳ ସୁଧ ଠାରୁ 96 ଟଙ୍କା ବେଶୀ। ବାର୍ଷିକ ସୁଧର ହାର କେତେ? ମନେକର ମୂଳଧନ ହେଉଛି P ସମାନ ଦେଇଛି କେତେ? 800 ଟଙ୍କା ଦେଇଛି ଦତ୍ତ ଅଛି। 7 ବର୍ଷର ସୁଧ ଧରିବା। ସୁଧ ଆଗେ ଧର କେତେ? ସୁଧ ସମାନ ହେଉଛି I। 7 ବର୍ଷର ସୁଧ କେତେ ହେବ? 7 ବର୍ଷର ସୁଧ ସମାନ ଆମେ ଧରିବା କେତେ? ନା ଧରିବା I7। ପୁଣି ଦେଇଛି 5 ବର୍ଷର ସୁଧ ଧରିବା I5। ତେଣୁ 7 ବର୍ଷର ସମୂଳ ସୁଧ କେତେ ହେବ? 7 ବର୍ଷର ସମୂଳ ସୁଧ ସମାନ କେତେ ହେବ? ନା P ପ୍ଲସ୍ I7। 5 ବର୍ଷର ସମୂଳ ସୁଧ କେତେ ହେବ? ସମାନ ହେବ P ପ୍ଲସ୍ I5। ପ୍ରଶ୍ନ କ'ଣ କହିଛି? ଏଇଟା ଠାରୁ ଏଇଟା କେତେ? ନା ଏଇଥିରୁ ଏଇଟା କେତେ ଅଛି? ନା 96 ଟଙ୍କା ଅଧିକା ଅଛି। ତେଣୁ ଆମେ କ'ଣ କରିବା? P ପ୍ଲସ୍ I7 ମାଇନସ୍ P ପ୍ଲସ୍ I5 ସମାନ ହେଉଛି 96 ଟଙ୍କା। P ପ୍ଲସ୍ I7 ମାଇନସ୍ P ମାଇନସ୍ I7 I5 ଇଜିକାଲ୍ ଟୁ 96 ଟଙ୍କା। P କଟିଗଲା। I7 ମାଇନସ୍ I5 ଅର୍ଥାତ୍ 800 ଟଙ୍କାର 2 ବର୍ଷକୁ ସୁଧ ହେଉଛି 96 ଟଙ୍କା। ସେଇ 800 ଟଙ୍କାର 1 ବର୍ଷକୁ ସୁଧ କେତେ ହେବ? ନା 96 ଡିଭାଇଡେଡ୍ 2 ଇଜିକାଲ୍ 48 ଟଙ୍କା। ଶତକଡ଼ା ଚାହିଁଛି 100 ଟଙ୍କା ବାହାର କରିଦେବା। 100 ଟଙ୍କା 1 ବାର୍ଷିକ ଚାହିଁଛି 1 ବର୍ଷ ବାହାର କରିଦେବା। 48 ବିଭକ୍ତ 8 ସମାନ ହେଲା 6 ଟଙ୍କା। 6 ଶତକଡ଼ା। ଅତଏବ 6 ଶତକଡ଼ା ସରଳ ସୁଧ ହାରରେ 800 ଟଙ୍କାର 7 ବର୍ଷର ସୁଧ 5 ବର୍ଷର ସୁଧ ଠାରୁ 96 ଟଙ୍କା ବେଶୀ ହେବ। ଆନ୍ସାର୍ ଶେଷ ପର୍ଯ୍ୟନ୍ତ ଦେଖିବାକୁ ବହୁତ ଧନ୍ୟବାଦ।